ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। षष्ठ अध्याय। गीतारे प्रकृति पुरुष क्षेत्र क्षेत्रज्ञ तथा पुरुष ओ पुरुषोत्तम मध्यरे पार्थक्य निरूपण କରାଯାଇଛି। किंतु परमात्मा को सर्वव्यापक प्रमाण करिवार अदम्य अंध प्रचेष्टार फलस्वरूप गीतारे एपरि केतेक श्लोक को प्रक्षेप कराଯାଇଛି ଯାହା ତାର ମୌଳିକ ସିଦ୍ଧାନ୍ତ ସହିତ ମେଳ ଖାଏ ନାହିଁ ଏବଂ ଅନେକ ସ୍ଥାନରେ ଅନ୍ତର୍ବିରୋଧ ଦେଖାଯାଏ। ଯଥା ପରମାତ୍ମାକୁ ସମସ୍ତ ପ୍ରାଣିକ ଶରୀରରେ ବ୍ୟାପ୍ତ ଅଗ୍ନି ଯାହାକି ପ୍ରାଣ ଓ ଅପାନ ଯୁକ୍ତ ହୋଇ ଚତୁର୍ବିଧ ଅନ୍ନକୁ ପାଚନ କରେ ବୋଲି କୁହାଯାଇଛି। ଅହଂ ବୈଶ୍ୱାନର ଭୂତଂ ପ୍ରାଣୀନାଂ ଦେହମାଶ୍ରିତଃ ପ୍ରାଣପାନ ସମାଯୁକ୍ତଃ ପଚାତ୍ମାनं ଚତୁର୍ବିଧମ୍। ଅନ୍ୟ ଏକ ସ୍ଥାନରେ ତାଙ୍କୁ ହିଁ ବାୟୁ, ଯମରାଜ, ଅଗ୍ନି, ବରୁଣ, ଚନ୍ଦ୍ରମା, ପ୍ରଜାପତି ଏବଂ ବ୍ରହ୍ମାଙ୍କର ପିତା ବୋଲି କୁହାଯାଇଛି। ବାୟୁର୍ଯମୋ ଅଗ୍ନିବରୁଣଃ ଶଶାଙ୍କାଃ ପ୍ରଜାପତିଶ୍ଚ ପ୍ରପିତାମହଶ୍ଚ। ଏ କଥାକୁ ପ୍ରମାଣିତ କରିବାକୁ ଠିକ୍ ପରବର୍ତ୍ତୀ ଶ୍ଲୋକରେ କୁହାଯାଇଛି ଯେ ଯେହେତୁ ଆପଣ ସର୍ବବ୍ୟାପୀ ତେଣୁ ଆପଣ ହିଁ ସବୁକିଛି। ସର୍ବସମାପ୍ଳୁଷିତୋ ଅସ୍ମି ସର୍ବଃ। ପ୍ରକୃତିର ପଞ୍ଚମହାଭୂତ ଯଦି ସ୍ୱୟଂ ପରମାତ୍ମା ଅଟନ୍ତି ତେବେ ସମସ୍ତ ଜଡ଼ ଓ ଚେତନ ପ୍ରକୃତି ମଧ୍ୟରେ ଯଦି ପରମାତ୍ମା ନିତ୍ୟ ବିରାଜିତ ତେବେ ସେ ଉଭୟଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ବୁଝିବାକୁ ହେବ। ତେବେ ଯେଉଁ ଶ୍ଲୋକଗୁଡ଼ିକରେ କ୍ଷେତ୍ର ଓ କ୍ଷେତ୍ରଜ୍ଞ ବା ପୁରୁଷ ଓ ପୁରୁଷୋତ୍ତମ ମଧ୍ୟରେ ପାର୍ଥକ୍ୟ ନିରୂପଣ କରାଯାଇଛି ଏବଂ ପରମାତ୍ମାକୁ ସମସ୍ତ ଆତ୍ମାଙ୍କ ପିତା ବୋଲି କୁହାଯାଇଛି ଅଥବା ତାଙ୍କ ନିକଟରେ ଶରଣାପନ୍ନ ହେବା କଥା କୁହାଯାଇଛି ସେସବୁ ନିରର୍ଥକ ହୋଇଯିବ। ସମସ୍ତ ଭୂତ ମଧ୍ୟରେ ପରମାତ୍ମାଙ୍କ ସମାନତା ପ୍ରମାଣ କରିବାକୁ ଯାଇ ଗୀତାରେ କୁହାଯାଇଛି ଯେ ସେ ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ, ଚଣ୍ଡାଳ, ଗାଈ, ହାତୀ ଓ କୁକୁର ମଧ୍ୟରେ ସମାନ ରୂପରେ ଅବସ୍ଥାପନ କରନ୍ତି। ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗବିହସ୍ତିନି ଶୋନେ ଚୈବ ସ୍ୱପାକେ ଚ ପଣ୍ଡିତାଃ ସମଦର୍ଶିନଃ। କିନ୍ତୁ ପରବର୍ତ୍ତୀ ଅଧ୍ୟାୟରେ କୁହାଯାଇଛି ଯେ ପରମାତ୍ମା କେବଳ ସେହି ବ୍ୟକ୍ତିକୁ ପ୍ରାପ୍ତ ହୁଅନ୍ତି ଯିଏ ନିଜ ଉପରେ ବିନୟ ପ୍ରାପ୍ତ କରିଛି, ବିଜୟ ପ୍ରାପ୍ତ କରିଛି ଏବଂ ଯିଏ ଅନୁକୂଳ ପ୍ରତିକୂଳ, ସୁଖ ଦୁଃଖ, ମାନ ଅପମାନ ଆଦି ଯେକୌଣସି ପରିସ୍ଥିତିରେ ନିର୍ବିକାର ରହିପାରେ। ଜିତାତ୍ମନଃ ପ୍ରଶାନ୍ତସ୍ୟ ପରମାତ୍ମା ସମାହିତଃ ଶୀତୋଷ୍ମ ସୁଖ ଦୁଃଖେଷୁ ତଥା ମାନପମାନୟୋଃ। ଯେଉଁ ଭକ୍ତମାନେ ନିଜର ଯେଉଁ ଯେଉଁ ଦେବତାମାନଙ୍କୁ ଶ୍ରଦ୍ଧା ସହକାରେ ପୂଜା କରିବାକୁ ଇଚ୍ଛା କରନ୍ତି ସେହି ସେହି ଦେବତାଙ୍କ ପ୍ରତି ପରମାତ୍ମା ସେମାନଙ୍କ ସେହି ଶ୍ରଦ୍ଧାକୁ ଦୃଢ଼ କରିଦିଅନ୍ତି। ଯୋ ଯୋ ଯାଂ ଯାଂ ତନୁ ଭକ୍ତଃ ସାଧୟିତୁମିଚ୍ଛତି ତସ୍ୟ ତସ୍ୟ ଚଳାଂ ସାଧଂ ତାମେବଂ ବିଦଧାମ୍ୟହମ୍। ମନୁଷ୍ୟ ଅନ୍ତକାଳରେ ଯେଉଁ ଯେଉଁ ଭାବକୁ ସ୍ମରଣ କରି ଶରୀର ଛାଡ଼େ ସେ ସେହି ଅନ୍ତକାଳୀନ ଭାବରେ ସର୍ବଦା ପ୍ରଭାବିତ ହୋଇ ସେହି ଭାବକୁ ପ୍ରାପ୍ତ ହୁଏ। ଯଂ ଯଂ ବପି ସ୍ମରନ୍ ଭାବଂ ତ୍ୟଜନ୍ତ୍ୟ ତେ କଳେବରଂ तं ତମେବେତି କୌନ୍ତେୟ ସଦା ତତ୍ଭାବ ଭାବିତଃ। ଦେବତାମାନଙ୍କୁ ଉପାସନାକାରୀ ଦେବତାମାନଙ୍କୁ ପିତୃପୁରୁଷଙ୍କ ପୂଜନକାରୀ ପିତୃପୁରୁଷଙ୍କୁ ଭୂତ ପ୍ରେତଙ୍କ ଉପାସନାକାରୀ ଭୂତ ପ୍ରେତମାନଙ୍କୁ ପ୍ରାପ୍ତ ହୁଅନ୍ତି। କିନ୍ତୁ ପରମାତ୍ମାକୁ ଯେଉଁମାନେ ପୂଜନ କରନ୍ତି ସେମାନେ ତାଙ୍କୁ ପ୍ରାପ୍ତ ହୁଅନ୍ତି। ଯାନ୍ତି ଦେବବ୍ରତା ଦେବାନ୍ ପିତॄନ୍ ଯାନ୍ତି ପିତୃବ୍ରତଃ ଭୂତାନି ଯାନ୍ତି ଭୂତେଜ୍ୟ ଯାନ୍ତି ମଦ୍ଯାନିନୋऽପି ମାମ୍।
ଏଠାରେ ପ୍ରଣିଧାନ ଯୋଗ୍ୟ ଯେ ଯଦି ଭୂତ ପ୍ରକୃତିରେ ଅଗ୍ନି ବାୟୁ ଆଦିରେ ପରମାତ୍ମାଙ୍କ ଅସ୍ତିତ୍ୱ ବା ବ୍ୟାପକତାକୁ ସ୍ୱୀକାର କରି ନିଆଯାଏ, ତେବେ ଏସବୁ କଥାର ଅବତାରଣା କାହିଁକି? ପରମାତ୍ମା ଯଦି ଭୂତ ପ୍ରକୃତିଠାରୁ ପୃଥକ୍ ଭିନ୍ନ ସତ୍ତା ନୁହନ୍ତି, ତେବେ ସେ ଏହା କହିପାରିଥାନ୍ତେ ଯେ କୌଣସି ତତ୍ତ୍ୱକୁ ଉପାସନା କଲେ ମଧ୍ୟ ମୁଁ ସମସ୍ତଙ୍କୁ ସହଜ ସୁଲଭ ଅଟେ। କିନ୍ତୁ ଏ କଥା କାହିଁକି ସେ କହିଲେ ଯେ ଯେଉଁ ଅନନ୍ୟଚିତ୍ତ ମନୁଷ୍ୟ ମୋତେ ନିତ୍ୟ ନିରନ୍ତର ସ୍ମରଣ କରେ, ସେହି ନିତ୍ୟଯୁକ୍ତ ଯୋଗୀ ପାଇଁ ମୁଁ ସୁଲଭ ଅଟେ। ଅନନ୍ୟଚିତ୍ତଃ ସତତଂ ଯୋ ମାଂ ସ୍ମରତି ନିତ୍ୟଶଃ ତସ୍ୟ ଅହଂ ସୁଲଭଃ ପାର୍ଥ ନିତ୍ୟଯୁକ୍ତସ୍ୟ ଯୋଗିନଃ। ତେଣୁ ଗୀତାରେ ଯେଉଁ ଯେଉଁ ସ୍ଥାନରେ ଏହିଭଳି ସଂଶୟ ଉଦ୍ରେକକାରୀ ବା ପରମାତ୍ମାଙ୍କ ମୌଳିକ କଥନର ବିରୋଧକାରୀ କଥା କୁହାଯାଇଛି, ସେଗୁଡ଼ିକ କ୍ଷେପକ ମାନି ନେବା ଉଚିତ ବା ସେସବୁ ଆକ୍ଷରିକ ଅର୍ଥ ନ କରି ତା ମଧ୍ୟରେ ଥିବା ଆଧ୍ୟାତ୍ମିକ ରହସ୍ୟକୁ ଉଦ୍ଘାଟନ କରିବା ଆବଶ୍ୟକ, ଯଦ୍ୱାରା ପୂର୍ବାପର ସଂଗତି ରକ୍ଷା ହେବ ଓ ଅନ୍ତର୍ବିରୋଧ ରହିବ ନାହିଁ। ଷଷ୍ଠ ଅଧ୍ୟାୟ ସମାପ୍ତ। ଓମ୍ ଶାନ୍ତି।